नमस्कार दर्शक बंधु जय जगन्नाथ 2024 फेब्रुआरी मास 12 तारिख दिन शुक्र मकर राशि रे प्रवेश करिवे। 12 गोटी राशि मानक उपरे शुक्र ग्रहंकर प्रभाव किपर रहिबा आसंतु आज अध्याय आलोचना करिबा। दर्शक बंधु भोग विलासर ग्रह शुक्र अटंती, सुख समृद्धिर ग्रह शुक्र अटंती, स्त्री सुख प्रदान करिथांती, ଯାନବାହନର ସୁଖ ପ୍ରଦାନ କରିଥାନ୍ତି, ପ୍ରେମର ସୁଖ ମଧ୍ୟ ଆପଣଙ୍କୁ ପ୍ରଦାନ କରିଥାନ୍ତି। ଶୁକ୍ର ଗ୍ରହ ଯଦି ଜନ୍ମ ଜାତକରେ ଅଶୁଭରେ ରହିଛନ୍ତି, ଗୋ ସେବା ଆପଣ ପ୍ରତ୍ୟେକ ଦିନ କରନ୍ତୁ, ଲକ୍ଷ୍ମୀ ମାଙ୍କର ପୂଜା ଅର୍ଚ୍ଚନା କରନ୍ତୁ, ଅଶୁଭତ୍ୱ ଦୂରୀକରଣ ହବ। ଆପଣଙ୍କର ଲଗ୍ନ ପାଇଁ ଶୁକ୍ର ଯଦି ଶୁଭ ଗ୍ରହ ହୋଇ ଅଶୁଭରେ ରହିଥିବେ ତାହେଲେ ଧଳା ପୋଖରାଜ ଆପଣ ଧାରଣ କଲେ ଶୁଭ ଫଳ ଗୁଡ଼ିକ ପ୍ରାପ୍ତି ହେଇଥାଏ। ମହାଦେବଙ୍କର ଉପାସନା ପ୍ରତ୍ୟେକ ଶୁକ୍ରବାର ଦିନ କରନ୍ତୁ, ଅଶୁଭତ୍ୱ ମଧ୍ୟ ଦୂରୀକରଣ ହବ। ସଫା ସୁତୁରା ପୋଷାକ ପ୍ରତ୍ୟେକ ଦିନ ଆପଣ ପିନ୍ଧନ୍ତୁ। ଦଶ ବନ୍ଧୁ ଶୁକ୍ର ଗ୍ରହ ମକର ରାଶିରେ ପ୍ରବେଶ କରିବେ। ଏହି ସମୟରେ ଅଳ୍ପ ଦିନ ପର୍ଯ୍ୟନ୍ତ ରବିଙ୍କ ସହିତ ସେ ଯୋଗ ହେବେ, ମଙ୍ଗଳ ଏବଂ ବୁଧଙ୍କ ସହିତ ଯୋଗ ହୋଇ ମକର ରାଶିରେ ରହିବେ। ମଙ୍ଗଳ ଏବଂ ଶୁକ୍ରଙ୍କର ଯୋଗ ପ୍ରେମ ପ୍ରଣୟ ବୃଦ୍ଧି କରିଥାଏ ଏବଂ ଶୁକ୍ର ବୁଧ ମଙ୍ଗଳଙ୍କର ଯୋଗ ମଧ୍ୟ ଯାନ୍ତ୍ରିକ କର୍ମ କ୍ଷେତ୍ରରୁ ଆପଣଙ୍କୁ ସଫଳତା ଗୁଡ଼ିକ ପ୍ରଦାନ କରିଥାଏ। ଦଶ ବନ୍ଧୁ ଆସନ୍ତୁ ଜାଣିବା 12 ଗୋଟି ରାଶି ମାନଙ୍କ ମଧ୍ୟରେ ସର୍ବପ୍ରଥମ ରାଶି ମେଷ ରାଶିରେ ଏହାର ଫଳାଫଳ କିପରି ରହିବ। ମେଷ ରାଶିର ଦଶମ ସ୍ଥାନରେ ଶୁକ୍ରଙ୍କର ଚଳନ ରହିବ। ଦ୍ୱିତୀୟ ଏବଂ ସପ୍ତମ ଭାବର ଗ୍ରହ ଶୁକ୍ର ଅଟନ୍ତି, ଯାହା ଫଳରେ ନୂତନ କର୍ମ ଆପଣ ପ୍ରାପ୍ତି କରିବେ। କର୍ମ କ୍ଷେତ୍ରରେ ପରିଶ୍ରମ ଟିକେ ଆପଣଙ୍କର ଅଧିକ ରହିବ। ନୂତନ ବ୍ୟବସାୟ ବାଣିଜ୍ୟ ଆରମ୍ଭ କରିବାର ସୁଯୋଗ ଆପଣଙ୍କ ପାଖକୁ ଆସିବ। ଏହି ସମୟରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଆପଣ ଉନ୍ନତି ପ୍ରଗତି କରିପାରିବେ। କଳାକାର ଯେଉଁମାନେ ରହିଛନ୍ତି ସେମାନେ ନିଜ କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ। ଯାନ୍ତ୍ରିକ କର୍ମ, କଳା, ସଙ୍ଗୀତ, ନୃତ୍ୟ, କମ୍ପ୍ୟୁଟର ସମ୍ବନ୍ଧିତ କାର୍ଯ୍ୟ ଯେଉଁମାନେ କରୁଛନ୍ତି ସେମାନେ ଏହି ସମୟରେ ଅଧିକ ସଫଳ ହୋଇପାରନ୍ତି। ନୂତନ କାର୍ଯ୍ୟଭାର ନେଇ ଆପଣ ଟିକେ ସାମାନ୍ୟ ଚିନ୍ତିତ ମଧ୍ୟ ରହିପାରନ୍ତି। କାମର ଚାପ ତ ରହିବ, ଏହା ସହିତ ନୂଆ କାରବାର ଆରମ୍ଭ କରି ଆପଣ ମଧ୍ୟ ନିଜ ବ୍ୟବସାୟ ବାଣିଜ୍ୟ ଏବଂ ନୂତନ କର୍ମକୁ ଆଗକୁ ମଧ୍ୟ ବଢାଇ ପାରିବେ। ନିଜର ପରିଶ୍ରମ ଅନୁଯାୟୀ ମାନ ସମ୍ମାନ ଆପଣଙ୍କୁ ମିଳିପାରେ। ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ବୃଷ ରାଶିର ଫଳାଫଳ କିପରି ରହିବ। ବୃଷ ରାଶିର ନବମ ସ୍ଥାନରେ ଶୁକ୍ରଙ୍କର ଚଳନ ରହିବ। ଆପଣଙ୍କର ରାଶିର ଅଧିପତି ଏବଂ ଷଷ୍ଠ ଭାବର ଗ୍ରହ ଶୁକ୍ର ଅଟନ୍ତି। ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ଆପଣ ପ୍ରାପ୍ତି କରିବେ। କୌଣସି ଶୁଭ ମାଙ୍ଗଳିକ କର୍ମ ଗୁଡ଼ିକ ଏହି ସମୟରେ ଆରମ୍ଭ ମଧ୍ୟ କରିପାରନ୍ତି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ମାନେ ସଫଳ ହେବେ। କଳା, ସଙ୍ଗୀତ, ନୃତ୍ୟ କ୍ଷେତ୍ରରେ ଯେଉଁମାନେ ଅଧ୍ୟୟନରତ ରହିଛନ୍ତି ସେମାନେ ଉଚ୍ଚ ଶିକ୍ଷାରେ ଭଲ ପ୍ରଦର୍ଶନ କରିପାରନ୍ତି। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ସମୟ ସମୟ ଚିନ୍ତିତ ହୋଇପାରନ୍ତି ଏବଂ ଏହି ସମୟରେ ଭାଗ୍ୟ ଭବିଷ୍ୟତ କ୍ଷେତ୍ରରେ କିଛିଟା ସାମାନ୍ୟ ଉନ୍ନତି ଆସିବାର ସମ୍ଭାବନା ରହିଛି। ଆପଣ ନୂତନ ଯୋଜନା ଗୁଡ଼ିକ ପ୍ରସ୍ତୁତ କରିବେ। ଆର୍ଥିକ କ୍ଷେତ୍ର ଆପଣଙ୍କର ପରିଶ୍ରମ ଅନୁଯାୟୀ ଆପଣଙ୍କୁ ପ୍ରାପ୍ତି ହବ। ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ମିଥୁନ ରାଶିର ଫଳାଫଳ କିପରି ରହିବ। ମିଥୁନ ରାଶିର ଅଷ୍ଟମରେ ପ୍ରାୟତଃ 4 ଗୋଟି ଗ୍ରହଙ୍କର ଯୋଗ ରହିବ। ବାଦ ବିବାଦରେ ଆପଣ ପଡ଼ିଯାଇପାରନ୍ତି। ସ୍ୱାସ୍ଥ୍ୟ ହାନି ହେବ। ଦେହପାର ଯତ୍ନ ନିଅନ୍ତୁ। ସ୍ତ୍ରୀଙ୍କ ସହିତ ମତଭେଦ ଉପୁଜିବାର ସମ୍ଭାବନା ରହିଛି କିମ୍ବା କୌଣସି ମହିଳା ଲୋକଙ୍କ ସହିତ କିଛି ମତଭେଦ ଉପୁଜିବାର ସମ୍ଭାବନା ମଧ୍ୟ ଏହି ସମୟରେ ରହିଛି। ସେସବୁ ପ୍ରତି ଧ୍ୟାନ ଦେବେ। ଯେଉଁମାନଙ୍କର କିଡନୀ ରୋଗ ରହିଛି ସେମାନେ ଅଧିକ ଚିନ୍ତିତ ରହିବେ। ଗୁପ୍ତ ଅଙ୍ଗରେ ପୀଡ଼ା ଉପୁଜିପାରେ ବା ପରିସ୍ରା ଇନଫେକ୍ସନ ଇତ୍ୟାଦି ହେବାର ସମ୍ଭାବନା ରହିଛି। ଗାଇନିକ ଇସ୍ୟୁ କିଛି ବଢ଼ିପାରେ। ମଙ୍ଗଳ ଶୁକ୍ରଙ୍କର ଯୋଗ ଅଷ୍ଟମରେ ରହୁଥିବାରୁ ଗୁପ୍ତ ସମ୍ପର୍କ ମଧ୍ୟ ବୃଦ୍ଧି ପାଇବ। ଏକ୍ସଟର୍ନାଲ ଆଫେୟାର୍ସ କିଛି ବଢ଼ିବା ଯୋଗୁଁ ଦାମ୍ପତ୍ୟ ଜୀବନରେ ଏହା ପ୍ରତିକୂଳ ପ୍ରଭାବ ମଧ୍ୟ ପକାଇପାରେ। ଧନ ସଞ୍ଚୟକୁ ଏହି ସମୟରେ ଅଧିକ ଗୁରୁତ୍ୱ ଦିଅନ୍ତୁ। ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା କର୍କଟ ରାଶିର ଫଳାଫଳ କିପରି ରହିବ। କର୍କଟ ରାଶିର ସପ୍ତମରେ ଶୁକ୍ରଙ୍କର ଚଳନ ରହିବ। ନୂଆ କାରବାର, ନୂଆ ବ୍ୟବସାୟ ବାଣିଜ୍ୟ ଗୁଡ଼ିକ ଆରମ୍ଭ କରିବେ। ସେଥିରୁ କିଛି ଲାଭ ଆପଣଙ୍କୁ ଅଳ୍ପ ବହୁତ ମିଳିପାରେ, କିନ୍ତୁ ଦାମ୍ପତ୍ୟ ଜୀବନରେ ସୁଖ କିଛି ହାନି ହେବାର ସମ୍ଭାବନା ରହିଛି। ଜୀବନ ସାଥୀଙ୍କ ସହିତ କିଛି ମନମାଳିନ୍ୟ ଉପୁଜିବାର ସମ୍ଭାବନା ମଧ୍ୟ ରହିଛି। ବିବାହ ପ୍ରସ୍ତାବ ଗୁଡ଼ିକ ଫାଇନାଲ ହେବାର ଯୋଗ ରହିଛି। ଘରକୁ ଯଦି ବିବାହ ପ୍ରସ୍ତାବ ଆସୁଛି ଫାଇନାଲ ହେବା ପାଇଁ ଅତ୍ୟନ୍ତ ଶୁଭ ସମୟ ରହିବ। ଦୂର ସ୍ଥାନକୁ ଯାତ୍ରା କରିବେ। ପାର୍ଟନରସିପରେ କୌଣସି ନୂଆ କାର୍ଯ୍ୟ ଗୁଡ଼ିକ ଏହି ସମୟରେ ଆରମ୍ଭ କରନ୍ତୁ ନାହିଁ। ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ସିଂହ ରାଶିର ଫଳାଫଳ କିପରି ରହିବ। ସିଂହ ରାଶିର ଷଷ୍ଠ ସ୍ଥାନରେ ଶୁକ୍ରଙ୍କର ଚଳନ ରହିବ। ଶୁକ୍ର ଆପଣଙ୍କର ତୃତୀୟ ଏବଂ କର୍ମ ଭାବର ଗ୍ରହ
ଅଟନ୍ତି। ଏହି ସମୟରେ କର୍ମ କ୍ଷେତ୍ରରେ ପରିବର୍ତ୍ତନ, ନୂତନ କର୍ମ ଆରମ୍ଭ କରିପାରିବେ। କୌଣସି କାର୍ଯ୍ୟ ପାଇଁ ଆପଣ ଋଣ ମଧ୍ୟ ନେବାର ସମ୍ଭାବନା ରହିଛି। ସାମାନ୍ୟ ସ୍ୱାସ୍ଥ୍ୟ ହାନି ସମୟ ସମୟ ହେବାର ସମ୍ଭାବନା ରହୁଥିବାରୁ ଦେହପାର ଯତ୍ନ ଅଧିକ ନିଅନ୍ତୁ। ଯେଉଁମାନଙ୍କର କିଡନୀ ରୋଗ ରହିଛି, ପରିସ୍ରା ଜନିତ ସମସ୍ୟା ରହିଛି, ଗାଇନିକ୍ ଇସ୍ୟୁ ରହିଛି, ସେମାନେ ଏହି ସମୟରେ ଅଧିକ କେୟାରଫୁଲ ରହିବା ଆବଶ୍ୟକ। ତ୍ୱଚାରେ କିଛି ସମସ୍ୟା ମଧ୍ୟ ବଢ଼ିପାରେ। ଅଧିକ ପରିଶ୍ରମ କରିବେ ପ୍ରତ୍ୟେକ ଦିନ ଡେଲି ଇନକମ୍ ପାଇବା ପାଇଁ। ନୂଆ ଚାକିରି ପାଇଁ ଆପଣଙ୍କର ପ୍ରୟାସ ରହିବ, ସେଥିରେ ମଧ୍ୟ କିଛି ମାତ୍ରାରେ ସଫଳ ହେବେ। କାହା ସହିତ ବାଦ ବିବାଦ ଇତ୍ୟାଦି ଉପୁଜିପାରେ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା କନ୍ୟା ରାଶିର ଫଳାଫଳ କିପରି ରହିବ। କନ୍ୟା ରାଶିର ପଞ୍ଚମ ସ୍ଥାନରେ ଶୁକ୍ରଙ୍କର ଚଳନ ରହିବ। ଆପଣଙ୍କର ଦ୍ୱିତୀୟ ଏବଂ ନବମ ଭାବର ଗ୍ରହ ଶୁକ୍ର ଅଟନ୍ତି। ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଆସିବାର ସମ୍ଭାବନା ରହିଛି। ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତି ହେବ। ଲଭ୍ ଲାଇଫରେ ଆପଣଙ୍କୁ ସକ୍ସେସ୍ ଅଧିକ ମିଳିବାର ସମ୍ଭାବନା ରହିଛି। ଆପଣ କାହାକୁ ନିଜର ମନ କଥା ଏହି ସମୟରେ କହିପାରନ୍ତି। ବିଦ୍ୟାର୍ଥୀ ମାନେ କଳା, ସଙ୍ଗୀତ, ନୃତ୍ୟ ଇତ୍ୟାଦି କ୍ଷେତ୍ରରେ ଅଧିକ ସଫଳ ହେବେ। ଟେକ୍ନିକାଲ ଏଜୁକେସନ କ୍ଷେତ୍ରରେ ମଧ୍ୟ ସଫଳତା ପ୍ରାପ୍ତି କରିବେ। ଭାଗ୍ୟ କ୍ଷେତ୍ରରେ ଉନ୍ନତି ଆସିବାର ସମ୍ଭାବନା ରହିଛି। ପିତାଙ୍କର ସହଯୋଗ ପ୍ରାପ୍ତି ହେବାର ଅନେକ ଯୋଗ ରହିଛି। ନିଜର ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଆପଣ ବିଭିନ୍ନ ଯୋଜନା କରିବେ। ସେୟାର ମାର୍କେଟିଂ, ଲଟେରୀ ଇତ୍ୟାଦି କ୍ଷେତ୍ରରେ ଆପଣ ମଧ୍ୟ ଟଙ୍କା ନିବେଶ ଏହି ସମୟରେ କରିପାରନ୍ତି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ତୁଳା ରାଶିର ଫଳାଫଳ କିପରି ରହିବ। ଆପଣଙ୍କର ରାଶିର ଅଧିପତି ଏବଂ ଅଷ୍ଟମ ଭାବର ଗ୍ରହ ଶୁକ୍ର ଅଟନ୍ତି। ଚତୁର୍ଥ ସ୍ଥାନରେ ସେ ଚୟନ କରୁଥିବାରୁ ଯାନବାହନ କିଣାକିଣି କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ ରହିବ। ଜମି ବାଡ଼ି ଆପଣ ଏହି ସମୟରେ କିଣାକିଣି କରିପାରିବେ। ନୂଆ ଘର ଇତ୍ୟାଦି ଆରମ୍ଭ କରିବାର ସୁଯୋଗ ମଧ୍ୟ ପ୍ରାପ୍ତି କରିପାରନ୍ତି। ପାରିବାରିକ ଅଶାନ୍ତି ସାମାନ୍ୟ ରହିଲେ ମଧ୍ୟ ତାହା ଧୀରେ ଧୀରେ ସର୍ଟ ଆଉଟ୍ ହେବାର ସମ୍ଭାବନା ରହିଛି। ନୂଆ ବନ୍ଧୁଙ୍କ ସହିତ ସମ୍ପର୍କ ବଢ଼ିବ। ପରିବାରରେ ସମସ୍ୟା ଗୁଡ଼ିକ ଧୀରେ ଧୀରେ ଦୂରୀଭୂତ ହେବାର ସମ୍ଭାବନା ରହିଛି। ପରିଶ୍ରମ ଆପଣ ଅଧିକ କରିବେ। ମାଙ୍କୁ ନେଇ କିଛି ନୂଆ କାମ ମଧ୍ୟ ଏହି ସମୟରେ ଆରମ୍ଭ କରିପାରନ୍ତି। ରାଜନୀତି ଇତ୍ୟାଦି କ୍ଷେତ୍ରରେ ଆପଣ ସଫଳ ମଧ୍ୟ ହୋଇପାରନ୍ତି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ବିଛା ରାଶିର ଫଳାଫଳ କିପରି ରହିବ। ବିଛା ରାଶିର ତୃତୀୟ ସ୍ଥାନରେ ଶୁକ୍ରଙ୍କର ଚଳନ ରହିବ। ଆପଣଙ୍କର ସପ୍ତମ ଏବଂ ଦ୍ୱାଦଶ ଭାବର ଗ୍ରହ ଶୁକ୍ର ଅଟନ୍ତି। ଛୋଟ ମୋଟ ସ୍ଥାନକୁ ଯାତ୍ରା ଅଧିକ ରହିବ। ନୂଆ କାରବାର ଏହି ସମୟରେ ଆରମ୍ଭ କରିପାରିବେ। ପରିଶ୍ରମ ଅଧିକ ରହିବ। ଲେଖାପଢ଼ା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ସଫଳ ହେବେ। ଇଣ୍ଟରନେଟ୍ ସମ୍ବନ୍ଧିତ କାର୍ଯ୍ୟ କ୍ଷେତ୍ରରୁ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପାରଦର୍ଶିତା ଲାଭ କରିବାର ସମ୍ଭାବନା ରହିଛି ଏବଂ କମ୍ୟୁନିକେସନ ସ୍କିଲ୍ ଆପଣଙ୍କର ବଢ଼ିଯିବ। ବ୍ୟବସାୟ ବାଣିଜ୍ୟରେ କିଛିଟା ଉନ୍ନତି ଆସିବାର ସମ୍ଭାବନା ଏହି ସମୟରେ ମଧ୍ୟ ରହିଛି। କାରବାରରେ ସଫଳତା ପ୍ରାପ୍ତି ହେବାର ଯୋଗ ରହିଛି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଧନୁ ରାଶିର ଫଳାଫଳ କିପରି ରହିବ। ଧନୁ ରାଶିର ଦ୍ୱିତୀୟ ସ୍ଥାନରେ ଶୁକ୍ରଙ୍କର ଚଳନ ରହିବ। ଆୟ ଯେମିତି ବ୍ୟୟ ସେମିତି ଲାଗି ରହିବ। କୌଣସି ନୂତନ କାର୍ଯ୍ୟ ପାଇଁ ଆପଣ ଋଣଗ୍ରସ୍ତ ମଧ୍ୟ ହୋଇପାରନ୍ତି। ଏହି ସମୟରେ ଯେହେତୁ ଶୁକ୍ର ଆପଣଙ୍କର ଷଷ୍ଠ ଏବଂ ଏକାଦଶ ଭାବର ଗ୍ରହ ଦ୍ୱିତୀୟ ସ୍ଥାନରେ ଚଳନ କରୁଛନ୍ତି, ଧନ ଲାଭ କରିବା ପାଇଁ ଆପଣଙ୍କ ପାଖରେ ଭଲ ସମୟ ରହିଛି। ତାକୁ ପ୍ରପର ୱେରେ ୟୁଟିଲାଇଜ କରନ୍ତୁ। ଆପଣ ସେଥିରେ ସଫଳ ହେବେ। ନିଜ ବାଣୀରେ ସୁଧାର ଆଣନ୍ତୁ। ଭଲ ଭଲ କଥା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣ ସଫଳ ହୋଇପାରନ୍ତି। ଉତ୍ତମ ଭୋଜନ ଆପଣଙ୍କୁ ପ୍ରାପ୍ତି ହେବ। କିଛି ଶୁଭ ସମ୍ବାଦ ମଧ୍ୟ ଏହି ସମୟରେ ପ୍ରାପ୍ତି କରିପାରନ୍ତି। ତେଣୁ ମିଶାମିଶି ଶୁଭ ଅଶୁଭ ଫଳ ଆପଣଙ୍କ ପାଇଁ ରହିଛି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ମକର ରାଶିର ଫଳାଫଳ କିପରି ରହିବ। ମକର ରାଶିରେ ଶୁକ୍ରଙ୍କର ଚଳନ ରହିବ। ଆପଣଙ୍କର ଦଶମ ଏବଂ ପଞ୍ଚମ ଭାବର ଗ୍ରହ ଶୁକ୍ର ଅଟନ୍ତି। ବିଦ୍ୟାର୍ଥୀମାନେ ବିଦ୍ୟା କ୍ଷେତ୍ରରେ ସଫଳ ହେବେ। ନୂତନ କର୍ମ, ନୂତନ କାରବାର ଆପଣ ମଧ୍ୟ ଏହି ସମୟରେ ଆରମ୍ଭ କରିପାରନ୍ତି। ନୂଆ ଯୋଜନା ଗୁଡ଼ିକ ପ୍ରସ୍ତୁତ କରିବେ। କିଛି ଶୁଭ ସମ୍ବାଦ ପ୍ରାପ୍ତି କରିପାରନ୍ତି। ଦାମ୍ପତ୍ୟ ଜୀବନରେ ସାମାନ୍ୟ ସୁଖ କିଛି ବଢ଼ିପାରେ। ଆପଣ କାହାକୁ ପ୍ରପୋଜ ଇତ୍ୟାଦି କରି ନିଜର ମନ କଥା ମଧ୍ୟ କହିପାରନ୍ତି। ଘରକୁ ଯଦି ବିବାହ ପ୍ରସ୍ତାବ ଆସୁଛି, ଫାଇନାଲ ହେବା ପାଇଁ ଅତ୍ୟନ୍ତ ଶୁଭ ଯୋଗ ରହିଛି। କର୍ମକ୍ଷେତ୍ରରେ ସ୍ଥିରତା ଆସିବ। କର୍ମରେ ଯେଉଁ ସବୁ ଅଧିକ ସମସ୍ୟା ଲାଗି ରହୁଥିଲା ତାହା ଧୀରେ ଧୀରେ ସର୍ଟ ଆଉଟ୍ ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶିର ଫଳାଫଳ କିପରି ରହିବ। କୁମ୍ଭ ରାଶିର ଦ୍ୱାଦଶ ସ୍ଥାନରେ 4 ଗୋଟି ଗ୍ରହଙ୍କର ଚଳନ ରହିବ, ଯାହା ଫଳରେ ଆୟ ତୁଳନାରେ ଖର୍ଚ୍ଚ ଅନେକ ଦିଗରେ ବଢିବାର ସମ୍ଭାବନା ରହିଛି। ହଠାତ୍ ଦୂର ସ୍ଥାନକୁ ଯାତ୍ରା କରିବେ। ବିଦେଶ ଯାତ୍ରାର ଯୋଗ ଗୁଡ଼ିକ ଅଧିକ ରହିଛି ବା ଘରଠାରୁ ଦୂରକୁ ମଧ୍ୟ ଆପଣ ଯାଇପାରନ୍ତି। ସାମାନ୍ୟ ସମସ୍ୟା କିଛି ଜୀବନରେ ବିଭିନ୍ନ କ୍ଷେତ୍ରରେ ଆସିବାର ସମ୍ଭାବନା ରହିଛି। କୋର୍ଟ କେସ୍ ଇତ୍ୟାଦି କ୍ଷେତ୍ରରେ ଆପଣଙ୍କର ଧନ କିଛି ବ୍ୟୟ ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ଟ୍ରାନ୍ସଫର ଇତ୍ୟାଦି ହେବାର ସମ୍ଭାବନା ମଧ୍ୟ ରହିଛି। ପାରିବାରିକ ଜୀବନରେ ଅଶାନ୍ତି କିଛି ପ୍ରାପ୍ତି ହେବ। ଯାନବାହନ କିଣାକିଣି ଠାରୁ ଆରମ୍ଭ କରି ଗୃହ ଏବଂ ଭୂମି ଜମିଜମା କାର୍ଯ୍ୟରେ ବ୍ୟୟ ବୃଦ୍ଧି ଅଧିକ ଲାଗି ରହିବାର ସମ୍ଭାବନା ମଧ୍ୟ ରହିଛି। ଅତ୍ୟନ୍ତ
शुभ समय नुहे किंतु विदेश यात्रा करिया पई समय अनुकूल रहिबो बाहर को बुलाबुली करिया पई समय मध्ये अनुकूल रहिबो कर्म क्षेत्र रे हठात परिवर्तन एई समय करंतु नाही। दर्शक बंधु एबे आसतु जानिबा मीन राशि फलाफल किपर रहिबो। मीन राशि एकादश स्थान रे शुक्रंकर चलन रहिबो अनेक गुड़िए ग्रहंकर चलन मध्ये एकादश स्थान रे रहुतिबारु परिश्रम अनुଯାୟୀ आपनको लाभ किछि मिलिबार संभावना रहिछि। भाग्य क्षेत्र में उन्नति प्रगति होबार संभावना रहिछि। पितांक सहयोगरे किछि नुआ कार्य मध्ये आपण एई समय आरंभ करि परिबे। आपण जेउ कार्य गुडिक करिवे सेतिरे सफलता न पाइया पर्यंत आपणकर चेष्टा अधिक लागि रहिबो। परिश्रमर मात्रा अधिक रहिबो। स्वास्थ्यर जत्न टिके नियंतु जेहेतु शनि 7.5 समय चलीछि एवं राहुंकर चलन मध्ये आपणकर राशि रे रहिछि। शुक्र आपणकर अष्टमाधिपति एकादश स्थान रे चलन करुथिबारु शेयर मार्केटिंग इंश्योरेंस इत्यादि क्षेत्र में किसी ग्रोथ होबार संभावना मध्य रहिछि। तृतीयाधिपति होई एकादश स्थान रे चलन करुथिबारु सान भाई भौणी सहयोगरे मध्य आपणकर आर्थिक लाभ होबार संभावना रहिछि। कम्युनिकेशन स्किल आपणकर बढ़ी जीवो जहा फल रे आपण से दिगरे भल कर्म गुड़िक करि पारती। कला संगीत नृत्य क्षेत्र में आपण सफल हेबे। प्रेम व्यापार रे मध्य आपनको सफलता मिलिबार संभावना अनेक रहिछि। दर्शक बंधु ए तो थिला 12 गोटी राशि फलाफल। आशा करे आपनको भल लागिथिबो। पुणी आगामी अध्याय आपन सहित देखा हबो। रहुछि जय जगन्नाथ। धन्यवाद।